ସମସ୍ତଙ୍କୁ ସ୍ୱାଗତ। ଆଜି ଆମେ କଥା ହେବା ସେୟାର ବଜାର ଏକ ସଂକ୍ଷିପ୍ତ ଗାଇଡ୍ ବିଷୟରେ। ଆମେ ଚେଷ୍ଟା କରିବା ଏହି ଗାଇଡ୍ରୁ ମୁଖ୍ୟ କଥା ସବୁ ବାହାର କରିବାକୁ। ତେବେ ଆମେ ଆରମ୍ଭରୁ ଦେଖିବା ଏହି ସେୟାର ବଜାର ମାନେ ଷ୍ଟକ୍ ମାର୍କେଟ ଏ ଜିନିଷଟା ପ୍ରକୃତରେ କ'ଣ। ସରଳ ଭାଷାରେ କହିଲେ ଏମିତି ଏକ ଜାଗା ଯେଉଁଠି କମ୍ପାନୀମାନଙ୍କର ମାଲିକାନାର ଅଂଶ, ଯାହାକୁ ଆମେ ସେୟାର କହୁଁ, ତାର କିଣାବିକା ହୁଏ। କିନ୍ତୁ ପ୍ରଶ୍ନ ହେଉଛି, ଏ ସେୟାରଗୁଡ଼ିକ ଆସେ କେଉଁଠୁ? ଆମ ଗାଇଡ୍ରେ ତ ଦୁଇ ପ୍ରକାର ବଜାର କଥା ଅଛି, ପ୍ରାଥମିକ ଆଉ ଦ୍ୱିତୀୟକ। ଏହାର ଅର୍ଥ କ'ଣ, ଟିକେ ବୁଝେଇ କହିବେ? ହଁ, ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ କଥା। ଦେଖନ୍ତୁ, ପ୍ରାଥମିକ ବଜାରରେ କମ୍ପାନୀମାନେ ପ୍ରଥମ ଥର ପାଇଁ ସିଧାସଳଖ ଲୋକଙ୍କୁ ନୂଆ ସେୟାର ବିକ୍ରି କରନ୍ତି। ଏହାକୁ ଆମେ ଆଇପିଓ କହୁ, ମାନେ ଇନିସିଆଲ ପବ୍ଲିକ୍ ଅଫରିଂ। ଏଇଟା ହେଉଛି କମ୍ପାନୀ ପାଇଁ ପଇସା ଯୋଗାଡ଼ କରିବାର ଗୋଟେ ଉପାୟ, ନିଜ ବ୍ୟବସାୟ ବଢ଼େଇବା ପାଇଁ। ଆଉ ଆମ ଭଳି ସାଧାରଣ ଲୋକଙ୍କ ପାଇଁ ଏଇଟା ହେଉଛି କୌଣସି କମ୍ପାନୀର ମାଲିକାନାରେ ଭାଗ ନେବାର ପ୍ରଥମ ସୁଯୋଗ। ଆଚ୍ଛା, ବୁଝିଲି। ତେବେ କମ୍ପାନୀ ଆଇପିଓ ଜରିଆରେ ପଇସା ନେଇଗଲା, ତାପରେ ସେହି ସେୟାରଗୁଡ଼ିକର କ'ଣ ହୁଏ? ହଁ, ସେଇଠି ଆସେ ଦ୍ୱିତୀୟକ ବଜାରର କାମ। ଆଇପିଓ ପରେ ସେହି ସେୟାରଗୁଡ଼ିକ ଆମ ଭିତରେ, ମାନେ ନିବେଶକମାନଙ୍କ ମଧ୍ୟରେ କିଣାବିକା ହୁଏ। ଆଉ ଏହି କାରବାର ହୁଏ ଆମର ମୁଖ୍ୟ ଷ୍ଟକ୍ ଏକ୍ସଚେଞ୍ଜରେ, ଯେମିତିକି ବିଏସ୍ଇ ଆଉ ଏନ୍ଏସ୍ଇ। ଓହୋ, ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଆଉ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ। ହଁ, ସେଇଠି। ଏଠି କମ୍ପାନୀ ସିଧା ଜଡ଼ିତ ନଥାଏ, ନିବେଶକମାନେ ହିଁ କିଣାବିକା କରନ୍ତି। ଏଇଟା ସେୟାରକୁ ଲିକ୍ୱିଡିଟି ଦିଏ, ମାନେ ଆପଣ ଯେତେବେଳେ ଚାହିଁବେ କିଣିପାରିବେ, ବିକିପାରିବେ। ବୁଝିଲି। ଆମେ ଏଇ ସେୟାର, ଷ୍ଟକ୍, ଇକ୍ୱିଟି ଏସବୁ ଶବ୍ଦ ବାରମ୍ବାର ଶୁଣୁ। ଏସବୁର ମୂଳ ଅର୍ଥ ତ ଗୋଟିଏ ନା, ମାନେ କମ୍ପାନୀର ମାଲିକାନାରେ ଗୋଟେ ଛୋଟ ଅଂଶ। ଏକଦମ ଠିକ୍। ହଁ, ଏସବୁର ଅର୍ଥ ସମାନ। କମ୍ପାନୀର ମାଲିକାନାରେ ଗୋଟେ ଭାଗ। ଯେତେବେଳେ ଆପଣ ଗୋଟେ କମ୍ପାନୀର ସେୟାର କିଣୁଛନ୍ତି, ଆପଣ ସେହି କମ୍ପାନୀର, କହିବାକୁ ଗଲେ, ଆଂଶିକ ମାଲିକ ହେଇଯାଉଛନ୍ତି। ଏଟା ଖାଲି କାଗଜ କଲମ କଥା ନୁହେଁ, ଏଟା ପ୍ରକୃତ ମାଲିକାନା। ତାହେଲେ ଜଣେ ସାଧାରଣ ଲୋକ ଯଦି ସେ ଚାହିଁବେ, ଏହି କିଣାବିକା ପ୍ରକ୍ରିୟାରେ କେମିତି ସାମିଲ ହେବେ? ଆମ ଗାଇଡ୍ରେ ଡିମାଟ୍ ଆଉ ଟ୍ରେଡିଂ ଆକାଉଣ୍ଟ କଥା କୁହାଯାଇଛି। ହଁ, ଆଜିକାଲି ତ ଏ ପ୍ରକ୍ରିୟା ପୁରାପୁରି ଡିଜିଟାଲ। ସେୟାର କିଣାବିକା ପାଇଁ ମୁଖ୍ୟତଃ ଦୁଇଟା ଆକାଉଣ୍ଟ ଦରକାର। ଗୋଟେ ହେଲା ଡିମାଟ୍ ଆକାଉଣ୍ଟ। ଏଇଟା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଭଳିଆ, କିନ୍ତୁ ଏଥିରେ ଟଙ୍କା ବଦଳରେ ସେୟାର ରୁହେ, ଇଲେକ୍ଟ୍ରୋନିକ ରୂପରେ, ସୁରକ୍ଷିତ ଭାବେ। ଆଚ୍ଛା। ଆଉ ଅନ୍ୟଟି ହେଲା ଟ୍ରେଡିଂ ଆକାଉଣ୍ଟ। ଏଇଟା ବ୍ୟବହାର ହୁଏ ପ୍ରକୃତରେ ସେୟାର କିଣିବା ବା ବିକିବା ପାଇଁ ଅର୍ଡର ଦେବାକୁ। ଏହି କାମ ସାଧାରଣତଃ ଜଣେ ଷ୍ଟକ୍ ବ୍ରୋକର ମାଧ୍ୟମରେ କରାଯାଏ। ମାନେ ଜଣେ ମଧ୍ୟସ୍ଥି ଦରକାର। ହଁ, ପ୍ରାୟତଃ। ଆଚ୍ଛା, ଆଉ ଗୋଟେ କଥା, ବଜାର ବିଷୟରେ ଶୁଣିଲେ ଏଇ ବୁଲ୍ ଆଉ ବିୟର ମାର୍କେଟ କଥା ବହୁତ ଆସେ। ଏହାର ଅର୍ଥ କ'ଣ? କେବଳ ମୂଲ୍ୟ ବଢ଼ିବା, କମିବା, ନା ଏହା ପଛରେ ଆଉ କିଛି ଗଭୀର କଥା ଅଛି? ଦେଖନ୍ତୁ, ମୂଲ୍ୟ ବଢ଼ିବା କମିବା ତ ମୁଖ୍ୟ କଥା, କିନ୍ତୁ ଏହା ପଛରେ ନିବେଶକଙ୍କ ମନୋଭାବ ବା ଯାହାକୁ ଆମେ ସେଣ୍ଟିମେଣ୍ଟ କହୁ, ସେଇଟା ବି ଜଡ଼ିତ। ଯେତେବେଳେ ବଜାର ମୋଟାମୋଟି ଭାବେ ଉପରକୁ ଯାଉଥାଏ, ଅଧିକାଂଶ ସେୟାର୍ସ ଦାମ ବଢ଼ୁଥାଏ, ସେତେବେଳେ ଗୋଟେ ଆଶାବାଦିତା ଥାଏ। ତାକୁ କୁହାଯାଏ ବୁଲ୍ ମାର୍କେଟ। ହଁ, ବୁଲ୍ ମାନେ ଷଣ୍ଢ ପରି ଉପରକୁ ଉଠୁଛି। ହଁ, କିଛିଟା ସେମିତି। ଆଉ ଠିକ୍ ତାର ଓଲଟା, ଯେତେବେଳେ ବଜାର ତଳୁକୁ ଖସୁଥାଏ, ଲୋକେ ଟିକେ ନିରାଶ ହୁଅନ୍ତି ବା ସତର୍କ ହୋଇଯାନ୍ତି। ତାକୁ କୁହାଯାଏ ବିୟର ମାର୍କେଟ। ବିୟର ମାନେ ଭାଲୁ ପରି ତଳକୁ ମାଡ଼ି ବସୁଛି। ହଁ, କହିପାରିବେ। ଆଉ ଏହି ସାମଗ୍ରିକ ଗତିବିଧିକୁ ମାପିବା ପାଇଁ ଆମ ପାଖରେ ସୂଚକାଙ୍କ ବା ଇଣ୍ଡେକ୍ସ ଅଛି, ଯେମିତିକି ସେନ୍ସେକ୍ସ ଆଉ ନିଫ୍ଟି। ଏଗୁଡ଼ିକ ବଡ଼ ବଡ଼ କମ୍ପାନୀମାନଙ୍କର ପ୍ରଦର୍ଶନକୁ ଦେଖି ବଜାରର ମୁଡ୍ କେମିତି ଅଛି ତାହା ଜଣାନ୍ତି। ବାଃ, ଏଇଟା ବେଶ୍ ଆକର୍ଷଣୀୟ। ତେବେ କେବଳ ସେୟାର ଦାମ ବଢ଼ିଲେ ଯେ ଲାଭ ମିଳେ ତାହା ନୁହେଁ। କମ୍ପାନୀ ତରଫରୁ ନିବେଶକଙ୍କ ପାଇଁ ଆଉ କିଛି ସିଧାସଳଖ ଲାଭ ମିଳିବାର ସମ୍ଭାବନା ଥାଏ କି? ହଁ, ନିଶ୍ଚୟ ଅଛି। କିଛି କମ୍ପାନୀ ଅଛନ୍ତି ଯେଉଁମାନେ ଭଲ ଲାଭ କରନ୍ତି, ସେମାନେ ସେହି ଲାଭରୁ କିଛି ଅଂଶ ନିଜ ସେୟାରଧାରୀମାନଙ୍କୁ ଦିଅନ୍ତି। ଏହାକୁ କୁହାଯାଏ ଡିଭିଡେଣ୍ଡ। ଡିଭିଡେଣ୍ଡ? ହଁ, ଏଇଟା ନିବେଶକଙ୍କ ପାଇଁ ଗୋଟେ ଅତିରିକ୍ତ ଆୟ। ଆଉ ଏହା ପ୍ରାୟତଃ ଦେଖାଯାଏ ଯେ କମ୍ପାନୀର ଆର୍ଥିକ ସ୍ଥିତି ଭଲ ଅଛି, ସ୍ଥିର ଅଛି। ତାହେଲେ ଯଦି କେହି ନୂଆ କରି ଏ ବଜାରରେ ପଶିବାକୁ ଚାହୁଁଛନ୍ତି, ଆମର ଗାଇଡ୍ କିଛି ସରଳ ପଦକ୍ଷେପ କହୁଛି, ଯେମିତିକି ପ୍ରଥମେ ଡିମାଟ୍ ଓ ଟ୍ରେଡିଂ ଆକାଉଣ୍ଟ ଖୋଲିବା, ତାକୁ ବ୍ୟାଙ୍କ ଖାତା ସହ ଯୋଡ଼ିବା, ଆଉ ଆରମ୍ଭରେ ବଡ଼ ଆଉ ଜଣାଶୁଣା କମ୍ପାନୀ, ଯାହାକୁ ବ୍ଲୁ ଚିପ୍ ଷ୍ଟକ୍ କହନ୍ତି, ସେଥିରେ ଧ୍ୟାନ ଦେବା। କିନ୍ତୁ ଦୁଇଟି କଥା ଉପରେ ବହୁତ ଜୋର ଦିଆଯାଇଛି। ହଁ,
ଆଉ ସେଇ ଦୁଇଟା କଥା ବୋଧେ ସବୁଠୁ ଜରୁରୀ। ପ୍ରଥମତଃ, କୌଣସି ବି ନିବେଶ କରିବା ଆଗରୁ ନିଜେ ଭଲ ଭାବରେ ରିସର୍ଚ୍ଚ କରିବା, ମାନେ ଅନୁସନ୍ଧାନ କରିବା। ଠିକ୍। ଦ୍ୱିତୀୟରେ, ଲମ୍ବା ସମୟ ପାଇଁ ଭାବିବା, ମାନେ ଦୀର୍ଘକାଳୀନ ଦୃଷ୍ଟିକୋଣ ରଖିବା। ଦେଖନ୍ତୁ, ଗାଇଡ୍ ଅନୁସାରେ ସେୟାର ବଜାରରେ ପଇସା ଲଗେଇବା ମାନେ କୌଣସି ଯାଦୁ ନୁହେଁ ଯେ ରାତାରାତି ପଇସା ବଢ଼ିଯିବ। ଏହାର ପ୍ରକୃତ ଉଦ୍ଦେଶ୍ୟ ହେଲା ଧୀରେ ଧୀରେ ସମୟ ସହିତ ନିଜ ସମ୍ପତ୍ତି ବଢ଼େଇବା, ମୁଦ୍ରାସ୍ଫୀତି ବା ମହଙ୍ଗା ମାଡ଼ରୁ ରକ୍ଷା ପାଇବା, ଆଉ ଦେଶର ଭଲ କମ୍ପାନୀମାନଙ୍କର ଯେଉଁ ଅଭିବୃଦ୍ଧି ହେଉଛି ସେଥିରେ ଭାଗିଦାର ହେବା। ତେଣୁ ମୋଟାମୋଟି ଭାବେ ଦେଖିଲେ ଏ ସେୟାର ବଜାରଟା ଟିକେ ଜଟିଳ ଲାଗିପାରେ, କିନ୍ତୁ ଯଦି ଠିକ୍ ଭାବେ ବୁଝିବିଚାରି କାମ କରାଯାଏ ତାହେଲେ ଏହା ବୁଝିହେଲା ଭଳି ଏକ ବ୍ୟବସ୍ଥା, ଆଉ ଏହା କମ୍ପାନୀମାନଙ୍କର ସଫଳତାରେ ସାମିଲ ହେବାର ଗୋଟେ ଭଲ ମାଧ୍ୟମ। ଆମେ ଆଜି ଏହାର କିଛି ମୌଳିକ କଥା, ଯେମିତିକି ବଜାରର ପ୍ରକାର, କେମିତି ଆରମ୍ଭ କରିବେ, ସେସବୁ ବିଷୟରେ ଆଲୋଚନା କଲୁ। ହଁ, ଆଉ ଆମେ ଯେଉଁ ଗାଇଡ୍କୁ ଆଧାର କରି କଥା ହେଉଥିଲେ ସେଥିରୁ ଗୋଟେ ଶେଷ କଥା ମନକୁ ଆସୁଛି।